ଜରାସିଂହା ଦେଓଗାଁ ତୁଷୁରା ଅଞ୍ଚଳକୁ ନେଇ କୋଶଳ ଅଞ୍ଚଳ ଇତିହାସ ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ଖ୍ରୀଷ୍ଟ 4ଥ ଶତାବ୍ଦୀରେ ରାଜୁତି କରୁଥିଲେ ବ୍ୟାଘ୍ର ରାଜା। ପୂର୍ବରୁ କୁହାଯାଇଛି ଯେ କୋଶଳ ପାଟଣା ଯେପରି ଗୋଟିଏ ରାଜ୍ୟ ଥିଲା, ତୋଶଳ ବା ତୋସରା ଜରାସିଂହା ମଧ୍ୟ ସେହିପରି ଗୋଟିଏ ରାଜ୍ୟ ଥିଲା। ଏହି ରାଜ୍ୟ ସ୍ୱର୍ଣ୍ଣଗିରି ବା ସ୍ୱର୍ଣ୍ଣଗଡ଼ ନାମରେ ବିଖ୍ୟାତ ଥିଲା। ରାଜ୍ୟର ନାମ ଓ ରାଜଧାନୀ ବିଭିନ୍ନ ସମୟରେ ପରିବର୍ତ୍ତନ ହୋଇଛି। ଏହାର ପରିସୀମା ମଧ୍ୟ କେତେବେଳେ ବିସ୍ତାର ଲାଭ କରିଛି ତ କେତେବେଳେ ସଂକୁଚିତ ହୋଇଛି। ଏହି ରାଜ୍ୟର ରାଜାମାନେ କେତେବେଳେ ଅନ୍ୟ ରାଜାଙ୍କର ସାମନ୍ତ ରାଜା ରୂପେ ନିଯୁକ୍ତ ହୋଇଛନ୍ତି ତ କେତେବେଳେ ଅନ୍ୟ ରାଜାମାନଙ୍କୁ ସାମନ୍ତ ରାଜା ଭାବରେ ରଖି ଶାସନ କରିଛନ୍ତି। ଏହି ଛୋଟ ରାଜ୍ୟଟି ତ୍ରେତୟା ଯୁଗରୁ ସୃଷ୍ଟି ହୋଇଛି। ମହାଭାରତ ଯୁଦ୍ଧରେ ମଧ୍ୟ ଏହି ରାଜ୍ୟର ରାଜା ଯୋଗଦାନ କରିଥିଲେ। ସେତେବେଳେ ବର୍ତ୍ତମାନର ମଠଖାଇ ବା ସ୍ୱର୍ଣ୍ଣଗିରି ପର୍ବତଠାରୁ ଦକ୍ଷିଣରେ ଥିବା ଦଣ୍ଡକ ବନ ପର୍ଯ୍ୟନ୍ତ ନିଘଞ୍ଚ ଅରଣ୍ୟ ଥିଲା। ଏହି ମଠଖାଇ ପର୍ବତ ପୂର୍ବ ଓ ପଶ୍ଚିମ ଉଭୟ ଦିଗକୁ ବିସ୍ତାର ଲାଭ କରିଛି। ଦ୍ୱାପର ଯୁଗରେ ଏହାକୁ ଅତୁଟ ପର୍ବତ ବା ଅଟବୀ ନାମରେ ଖ୍ୟାତ ହୋଇଛି। ଏହି ରାଜ୍ୟ କାନ୍ତାର ବା ମହାକାନ୍ତାର ନାମରେ ମଧ୍ୟ ସୁପରିଚିତ। ଖ୍ରୀଷ୍ଟ 4ଥ ଶତକରେ ବ୍ୟାଘ୍ରରାଜ ଏଠାରେ ରାଜୁତି କରୁଥିଲେ। ତାଙ୍କ ନାମରୁ ଜଣାପଡ଼େ ସେ ଜଣେ ପରାକ୍ରମୀ ରାଜା ଥିଲେ। ସମୁଦ୍ରଗୁପ୍ତଙ୍କର ଏଲାହାବାଦ ପ୍ରଶସ୍ତିରୁ ଜଣାପଡ଼େ ଯେ ସେ ଦକ୍ଷିଣ ଭାରତରେ 12 ଜଣ ରାଜାଙ୍କୁ ପରାସ୍ତ କରିଥିଲେ। ସେହି ରାଜାମାନଙ୍କ ମଧ୍ୟରୁ 7 ଜଣ ଓଡ଼ିଶାର ରାଜା ଥିଲେ। ସେହି 7 ଜଣଙ୍କ ମଧ୍ୟରୁ 3 ଜଣ ପଶ୍ଚିମ ଓଡ଼ିଶାର ରାଜା ଥିଲେ। ରାଜା ମହେନ୍ଦ୍ର କୋଶଳପାଟଣାରେ ରାଜୁତି କରୁଥିଲେ। ସେତେବେଳେ ରାୟପୁର, ବିଳାସପୁର ଓ ସମ୍ବଲପୁରକୁ ନେଇ କୋଶଳ ରାଜ୍ୟ ଗଠିତ ହୋଇଥିଲା। କାନ୍ତାର ବା ମହାକାନ୍ତାରରେ ରାଜୁତି କରୁଥିଲେ ବ୍ୟାଘ୍ରରାଜ। ବଲାଙ୍ଗୀର, କଳାହାଣ୍ଡି ଓ ବୌଦ୍ଧ ଫୁଲବାଣୀକୁ ନେଇ ଏହି ଛୋଟ ରାଜ୍ୟଟି ଗଠିତ ହୋଇଥିଲା। ଏହି ରାଜ୍ୟ ମହାଭାରତ ଯୁଦ୍ଧ ସମୟରେ ମଧ୍ୟ ରହିଥିବାର ପ୍ରମାଣ ମିଳେ। କୋରଳ ରାଜ୍ୟକୁ ଶାସନ କରୁଥିଲେ ମଣ୍ଟରାଜ। ସୋନପୁର, ବିନକା ଓ କର୍ଲା ଆଦି ଅଞ୍ଚଳକୁ ନେଇ ସେତେବେଳେ କୋରଳ ରାଜ୍ୟ ଗଠିତ ହୋଇଥିଲା। ସମୁଦ୍ରଗୁପ୍ତଙ୍କ ସମୟରେ ଏହି ରାଜ୍ୟମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା, ବନ୍ଧୁତା ଥିଲା, କିନ୍ତୁ ଏକତା ନଥିଲା। ତେଣୁ ସମୁଦ୍ରଗୁପ୍ତଙ୍କ ସହିତ ଏମାନେ ଏକତ୍ରିତ ଲଢ଼େଇ କରିନଥିଲେ, ଯଦ୍ୱାରା ସେମାନେ ସହଜରେ ସମୁଦ୍ରଗୁପ୍ତଙ୍କ ଠାରୁ ପରାଜିତ ହୋଇଥିଲେ। ସମୁଦ୍ରଗୁପ୍ତ ଏହି ପରାଜିତ ରାଜାମାନଙ୍କୁ ନିଜ ନିଜ ରାଜ୍ୟ ଫେରାଇ ଦେଇଥିଲେ। ସେହି ରାଜାମାନଙ୍କର ସ୍ୱାଧୀନତା ଉପରେ କୌଣସି ହସ୍ତକ୍ଷେପ କରିନଥିଲେ। ମାତ୍ର ଏମାନେ ସାମନ୍ତ ରାଜା ଭାବରେ ରହି କର ପ୍ରଦାନ କରୁଥିଲେ। କାନ୍ତାର ରାଜ୍ୟର ବ୍ୟାଘ୍ରରାଜା ଜଣେ ପ୍ରବଳ ପରାକ୍ରମୀ ରାଜା ଥିଲେ। ତାଙ୍କୁ ପରାସ୍ତ କରି ସମୁଦ୍ରଗୁପ୍ତ ସେହି ରାଜାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରିଥିଲେ। ସେହି ମୁଦ୍ରାରେ ଏକ ବ୍ୟାଘ୍ରକୁ ପ୍ରତିହତ କରୁଥିବାର ଚିତ୍ର ଅଙ୍କିତ କରିଥିଲେ। ସମୁଦ୍ରଗୁପ୍ତଙ୍କର ପରେ ବ୍ୟାଘ୍ରରାଜା ଅଧିକ ଶକ୍ତିଶାଳୀ ହୋଇ ଉଠିଲେ। ସେ କୋଶଳ ଓ କୋରଳ ରାଜ୍ୟକୁ ମିଶାଇ ନୂତନ ରାଜ୍ୟ ଗଠନ କରିଥିଲେ। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ଛତିଶଗଡ଼ର ବସ୍ତର ଅଞ୍ଚଳକୁ ନେଇ ଏହି ଶକ୍ତିଶାଳୀ ରାଜ୍ୟ ଗଠିତ ହୋଇଥିଲା।